କାହିଁକି ସେ ଜାଣି ଜାଣି ଦୁଃଖ ଦେଉଥିଲା ମୋତେ ଜଣା ନଥିଲା। କାହା କଥାରେ ମୋତେ ଯନ୍ତ୍ରଣା ଦେଉଥିଲା ସେଇଟା ବି ଜଣା ନଥିଲା। କିନ୍ତୁ ମୋତେ ଲାଗୁଥିଲା କିଏ ଜଣେ ତାକୁ ବାଧ୍ୟ କରୁଥିଲା ମୋତେ କଷ୍ଟ ଆଉ ଯନ୍ତ୍ରଣା ଦେବାକୁ। ଯଦିଓ ଏ କଥା ମୁଁ ନିଶ୍ଚିତ ନଥିଲି, କିନ୍ତୁ ମୋତେ ଅନୁଭବ ହେବାର ଅନେକ କାରଣ ଥିଲା। ମୋତେ ଲାଗୁଥିଲା ତା'ର ସେମିତି ଇଚ୍ଛା ନଥିଲା, କିନ୍ତୁ କେହି ଜଣେ ତାକୁ ସେମିତି କରିବାକୁ ବାଧ୍ୟ କରୁଥିଲା। କିଏ ଥିଲା ସେଇଟା ବି ଜାଣିନଥିଲି। ଏମିତି ନୁହେଁ କି ଜାଣିପାରିବିନି, କିନ୍ତୁ ଜାଣିବାକୁ ଇଚ୍ଛା ହେଉନଥିଲା କି ତା ମନରେ କଷ୍ଟ ଦେବାକୁ ମନଟା ବାରମ୍ବାର ମନା କରୁଥିଲା। ଅନେକ ଥର ବ୍ଲକ୍ କରୁଥିଲା ଆଉ ପୁଣି ମନ ହେଲେ ଅନବ୍ଲକ୍ କରିଦେଉଥିଲା। ବ୍ଲକ୍ ଦେଖି ଲାଗୁଥିଲା କିଏ ଜଣେ ତାକୁ ବାଧ୍ୟ କରୁଥିଲା, ଆଉ ଅନବ୍ଲକ୍ ଦେଖି ଲାଗୁଥିଲା ତା'ର ଇଚ୍ଛା ନଥିଲେ ବି ମୋତେ ବ୍ଲକ୍ କରିବାକୁ ବାଧ୍ୟ ହେଉଥିଲା। କିଏ ଥିଲା ଯିଏ ମୋତେ ତାଠୁ ଏବେ ବି ଦୂରେଇ ଦେବାକୁ ଚେଷ୍ଟା କରୁଥିଲା। ଏମିତିରେ ବି ସେ ମୋଠୁ ଦୂରେଇ ଯିବାର 2 ବର୍ଷ ବିତି ଯାଇଥିଲା। ସେ ଦୂରେଇ ଗଲା ପରେ ତ ସବୁଥିରୁ ବ୍ଲକ୍ କରିଦେଇଥିଲା, କିନ୍ତୁ ଏଇ କିଛି ଦିନ ତଳେ ନୂଆ କରି ଖୋଲିଥିବା ଗୋଟେ ଇନଷ୍ଟା ଆକାଉଣ୍ଟକୁ ବାରମ୍ବାର ବ୍ଲକ୍ ଆଉ ଅନବ୍ଲକ୍ କରୁଥିଲା। ଯଦିଓ କେବେ ତା ସହିତ କେବେ ଚାଟ୍ କି କଥା ହେବାକୁ ଚେଷ୍ଟା କରିନି, କିନ୍ତୁ କାହିଁକି କେଜାଣି ଏମିତି କରୁଥିଲା ସେ କଥା ମୋତେ ବିଲକୁଲ ଜଣା ବି ନଥିଲା। କିନ୍ତୁ ବାରମ୍ବାର ଏମିତି କରିବା ଦେଖି ମୋତେ ସନ୍ଦେହ ହେଇଥିଲା, ଆଉ ମୋତେ ଲାଗୁଥିଲା ଆଉ ଗୋଟେ କିଏ ପଛପଟେ ଥିଲା ଯିଏ ତାକୁ ମୋ ସହ ସମ୍ପର୍କ କାଟିଦେବାକୁ ବାଧ୍ୟ କରୁଥିଲା। ସମ୍ପର୍କ କ'ଣ ସତରେ ଏମିତି ହେଇପାରେ? ସମ୍ପର୍କ କ'ଣ ସତରେ ହୃଦୟବିହୀନ ହେଇପାରେ? ସମ୍ପର୍କ କ'ଣ ସତରେ ଏତେ କଷ୍ଟ ଆଉ ଯନ୍ତ୍ରଣା ଦେଇପାରେ? ଆଜି ନିଜକୁ ଏ ପ୍ରଶ୍ନ ପଚାରିଲା ବେଳେ ଆଖି ଜକେଇ ଆସୁଥିଲା। ସତ କହୁଛି, ଆଜି ଜମା ବି କାନ୍ଦି ନଥିଲି, କାହିଁକିନା ଆଖିରୁ ଲୁହ ଗଡ଼େଇ ମନକୁ ଜମା ବି ହାଲକା କରିବାକୁ ଚାହୁଁନଥିଲି। ସେଇ ହୃଦୟ ଭିତରେ କୋହକୁ ଚାପି ରଖି ବିଚ୍ଛେଦ ହେଉଥିବା ସେଇ ସମ୍ପର୍କ ବୋଝଟାକୁ ସବୁଦିନ ପାଇଁ ମୁଣ୍ଡେଇବାକୁ ଚାହୁଁଥିଲି। ଅପେକ୍ଷା କରିଥିଲି ପୁଣି ସେ କେବେ ଫେରିଆସିବ ଆଉ ସେଇ ଯନ୍ତ୍ରଣାର ବୋଝଟାକୁ ମୁଣ୍ଡରୁ ଓହ୍ଲେଇ ମୋତେ ହାଲକା କରିବ। ଜାଣିଥିଲି ଏଇଟା ମୋ ପାଇଁ ଦିବା ସ୍ୱପ୍ନ ଥିଲା, ତଥାପି ତା ଉପରେ ଥିବା ବିଶ୍ୱାସଟା ମୋ ମନକୁ ବାରମ୍ବାର କହି ଚାଲିଥିଲା, ନା, ସେ ସ୍ୱପ୍ନ ଦିନେ ପୂରା ହେବ। ଥରେ ସମୟ ଉପରେ ଭରସା ରଖି ଅପେକ୍ଷା କର। କେଉଁ ସମୟକୁ ଭରସା କରିବି? ଯେଉଁ ସମୟ ଦିନେ ମୋର ସବୁ ହସ ଖୁସି ଛଡ଼େଇ ନେଇଛି, ଯେଉଁ ସମୟ ଆଜି ମୋତେ ବିରହର କେଉଁ ଗୋଟେ ଅଜଣା ଗଳିରେ ଛାଡ଼ି ଦେଇ ଚାଲିଯାଇଛି, ଯେଉଁ ଗଳି ଭିତରେ ରାସ୍ତା ପାଇବାକୁ ଏ ଗଳିରୁ ସେ ଗଳି ବୁଲି ବୁଲି ଆଜି ନୟାନ୍ତ ହେଇଗଲିଣି, କିନ୍ତୁ ନିଜ ଠିକଣାକୁ ଯିବାକୁ ସେ ରାସ୍ତାକୁ ପାଇପାରୁନି। ଆତ୍ମା କାନ୍ଦୁଥିଲା, ମନ ତାକୁ ଖୋଜି ଚାଲିଥିଲା, ଆଉ ଶରୀରଟା ଯାହା ତାକୁ ଅପେକ୍ଷା କରି ବସିଥିଲା। ଯେଉଁ ଶରୀରରେ କେବଳ ଜୀବନ ତ ଥିଲା, କିନ୍ତୁ ସବୁଠୁ କିଛି କମ୍ ନଥିଲା। ଜୀବନର ଦୋଛକିରେ ଠିଆ ହୋଇଥିବା ମଣିଷଟା ପାଖରେ ଖାଲି ବଞ୍ଚିବାକୁ ସଂଘର୍ଷ କରି ଚାଲିଥିଲା। ଆଜି ତାର ଆବଶ୍ୟକତା ମୋତେ ବହୁତ ଅନୁଭବ ହେଉଥିଲା। ଆଜି ତାର ସେ ଭଲ ପାଇବାକୁ ଏ ହୃଦୟଟା ଖୋଜି ଚାଲିଥିଲା, ଆଉ ତାର ସାହାଯ୍ୟକୁ ମନେ ପକାଇବାକୁ ଏ ମନଟା ବାଧ୍ୟ କରୁଥିଲା। ସବୁ ଠିକ୍ ଯେ, କିନ୍ତୁ ତା ମନ ଭିତରେ କ'ଣ ଥିଲା ମୋତେ କ'ଣ ଜଣାଥିଲା? ବେଳେବେଳେ ତା ମନ ଭିତରେ କ'ଣ ଅଛି ଜାଣିବାକୁ ଅନେକ ଇଚ୍ଛା ହେଉଥିଲା, କିନ୍ତୁ କେଜାଣି କାହିଁକି ଏ ବିବେକଟା ପଛରୁ ସବୁବେଳେ ଟାଣୁଥିଲା ଆଉ କହୁଥିଲା, କାହିଁକି ତା ବିଷୟରେ ଜାଣିବୁ? କାହିଁକି ତା ମନ ଭିତରେ କ'ଣ ଅଛି ଜାଣିବୁ? କାହିଁକି ପୁଣି ଥରେ ସେ କଥାଗୁଡ଼ାକୁ ଜାଣି ନିଜକୁ ବେଶୀ ବେଶୀ କଷ୍ଟ ଦେବୁ? ଶେଷରେ ଭାବୁଥିଲି, ହଁ, ବିବେକ ବୋଧେ ଠିକ୍ କହୁଛି, ତା କଥା ମାନିବାକୁ ପଡ଼ିବ। ହେଲେ ବଦମାସ ମନଟା କ'ଣ ସେ କଥାକୁ ବୁଝୁଥିଲା? ପୁଣି ଥରେ ଅଜାଣତରେ କଷ୍ଟ ଆଉ ଯନ୍ତ୍ରଣା ଦେବାକୁ ମନ ଭିତରକୁ ସେ ଧସେଇ ପଶି ଆସୁଥିଲା। ଜାଣିନି ଆଉ କେତେ ଦିନ କଷ୍ଟ ପାଇବି। ବେଳେବେଳେ ଲାଗେ ବୋଧେ ଆଗକୁ ପୁରା ଜୀବନର ରାସ୍ତାଟା କେବଳ କଣ୍ଟା ଅଛି। ସେଇଟା ବି ମୁଁ ସିଓର ନଥିଲି। ଏମିତି ଅନେକ ଅନାବନା କଥାକୁ ନେଇ ସବୁଦିନ ନିଜକୁ ନିଜେ ପ୍ରଶ୍ନ କରି ଚାଲୁଥିଲି। କେବେ ମିଳିବ ଉତ୍ତର ସେଇଟା ବି ଜଣା ନଥିଲା। ସତରେ ସମୟ କ'ଣ ଏହିସବୁ ପ୍ରଶ୍ନର ଉତ୍ତର ଦେବ? ସତରେ ସମୟ କ'ଣ ସବୁକିଛି ଠିକ୍ କରିଦେବ? ଏମିତି ଭାବନା ଭିତରେ ଦିନ ପରେ ଦିନ ଆଉ ରାତି ପରେ ରାତି ଗଡ଼ି ଚାଲିଥିଲା। ଏ ହୁଏତ ଆପଣଙ୍କ ପାଇଁ କିଛି ଅନାବନା କଥା ହେଇପାରେ, ହେଲେ ମୋ ପାଇଁ ଥିଲା ନିରାଟ ସତ କଥା। ସତ କହିବେ କେବଳ କ'ଣ ମୋ ପାଇଁ, ଆଉ କାହା ପାଇଁ ଅନାବନା କଥାର କିଛି ମୂଲ୍ୟ ନାହିଁ? ଯଦି ହଁ, ତେବେ କମେଣ୍ଟ କରି ନିଶ୍ଚିତ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।